ପିଲାମାନେ ଆଜି ଆମେ ପଢ଼ିବା କଲାମାଣି କରି। ପ୍ରଥମ ପଦ ଟିକେ ଆରମ୍ଭ କରୁଁ। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନି ଭାଲୁଛନ୍ତି ମାତ ମୋ କଳା ମାଣିକରେ ମୋ କଳା ମାଣିକରେ। ପିଲେ ଏହାର ଅର୍ଥ ହେଉଛି ଶ୍ରୀକୃଷ୍ଣ ବଣରୁ ଫେରିବାକୁ ଡେରି କରୁଥିବାରୁ ମାତା ଯଶୋଦା ନିଜ ହୃଦୟର ସ୍ନେହ ଓ ମମତା ସହିତ ତାଙ୍କ ବିଷୟରେ ଚିନ୍ତା କରୁଛନ୍ତି। ପିଲେ ଏହାର କଠିନ ଶବ୍ଦ ଗୁଡ଼ିକ ହେଉଛି କାନନରେ ଅର୍ଥ ବଣରେ, ବିଳମ୍ବିତ ଅର୍ଥ ଡେରି ହେବା, ଭାଲୁଛନ୍ତି ଅର୍ଥ ଚିନ୍ତା କରୁଛନ୍ତି। ପିଲାମାନେ ଆମେ ଗୋଟେ ଉଦାହରଣ ନେଇ ବୁଝମା ଯେ ଯେତେବେଳେ ତମେ ମାନେ ଖେଳି ଦେଇଛ, ସବୁଦିନ ଖେଲସ, କିନ୍ତୁ ଗୋଟେ ଦିନ ପିଲେ ତମେ କାଣା করছ না খেলবারে লেট କରିଦିছ ଫେରବାକେ। ମାନେ ଧରିନିଅ ତମେ ଆଜି 4 ବଜେ ସ୍କୁଲ ଛୁଟି ହେଲା, ତମେ 4:30ରେ ଗୁড়ା ଦୁଇ କରି আসল, ଖାନା পিনা কলার খেলি গল যে ସବୁଦିନ ତମେ ପିଲେ 5 ବଜେ ଫେରସ, ଅଧା ঘণ্টা খেলস, কিন্তু ତମେ ଗୋଟେ ଦିନ କାଣା করছ না 7 বাজিগলা ନେଇ ଫେରବା, তো তোমার মা নিশ্চিত ভাবে চিন্তা করবা যে বুয়া আজি মোর পিলা কাঁ হেলা ডেরি করছে, প্রতিদিন তো 5 বজে আইসি, আজি কাঁ হেলা 7 বাজিগলা নেই আসলা বলে ভালনি করছে। ঠিক সেন্তা পিলে শ্রীকৃষ্ণଙ୍କ ক্ষেত্ରରେ ବି সেন্তা হয়েছে যে নির্দিষ্ট সময়ের জঙ্গলনু গাই চরে করে শ্রীকৃষ্ণ ফেরসন নিজের ঘরকে, কিন্তু আজি বলবার নি না শ্রীকৃষ্ণ লেট করছন, বিলম্ব হয়েছে নেই ফেরবা, তো সেতির কাজে মা চিন্তা করছন পিলে। দ্বিতীয় পদ হচ্ছে পিলে নিধন সংখাଳି মোর দরিদ্র পসরা ଅନ୍ଧ ଲଉଡ଼ିବା ବୁରେ ହୃଦରତ୍ନ ହାରା ମୋ କଳା ମାଣିକରେ ମୋ କଳା ମାଣିକରେ। ଏହାର ଅର୍ଥ ହେଉଛି ପିଲେ ମା କହୁଛନ୍ତି ହେ କୃଷ୍ଣ, ତୁମେ ଜଣେ ଗରିବର ସଞ୍ଚିତ ଧନ ପରି ଏବଂ ଅନ୍ଧର ବାଡ଼ି ସଦୃଶ, ମୋର ଏକ ମାତ୍ର ସାହାରା, ତୁ ମୋ ହୃଦୟର ରତ୍ନମାଲି। ପିଲେ ଏହାର କଠିନ ଶବ୍ଦ ହେଉଛି ଲେଖ ସଂଖାଳି ଅର୍ଥ ଶେଷ ସମ୍ବଳ ବା ସାଇତି ରଖିଥିବା ସମ୍ପତ୍ତି, ଅନ୍ଧର ଲଉଡ଼ି ହେଉଛି ଅନ୍ଧର ବାଡ଼ି। ତ ପିଲେ ଯେତେବେଳେ ଗୋଟେ ଗରିବ ଲୋକ ଗୋଟେ ସଞ୍ଚୟ କରି ଧନ ଟିକେ ରଖିଥିସି, ତାର ତ ବେଶୀ ଧନ ନେଇ ଥାଏ, ଯେତିକି ଥିସି ସେ ଧନରେ ବଂଶୀ, କିନ୍ତୁ ସେ ଧନ ଚାଲିଗଲେ ପିଲେ ତାকে ବହୁତ କଷ୍ଟ ଲାଗ୍ସି। আর ଗୋଟେ ଉଦାହରଣ ଯେ ଅନ୍ଧର ବାଡ଼ି ସଦୃଶ କାଣା ନା, ଅନ୍ଧ କାହାକେ ଭରସା କରି ବଂଶୀ, ଅନ୍ଧ ବାଡ଼ିକେ ଭରସା କରି ବଂଶୀ। ଯେତେବେଳେ ରାସ୍ତାନେ ଯାଉଥିବା ଅନ୍ଧ ଆରୁ କାର ସାହାରେ ବଂଶୀ ନା ବାଡ଼ି ସାହାରେ, ଯେତେବେଳେ ରାସ୍ତାରେ ଯାଉଥିବା ଅନ୍ଧଟା ବାଡ଼ି ପକାଇ ଦେବା ପିଲେ ବୋଲେ ସେ କେନ୍ତା ହେବା, କାହାକେ ସାହାରା କରି ବଞ୍ଚବା, ସେ ଇଆଡ଼େ ସିଆଡ଼େ ହେବାର ଲାଷ୍ଟକେ ତলে ପଡ଼ିଯିବା। ଠିକ୍ ସେନ୍ତା ଭଳିଆ ପିଲେ ଶ୍ରୀକୃଷ୍ଣ ହେଲା ମାତା ଯଶୋଦାର ଗୋଟେ ବାଡ଼ି ସଦୃଶ। ଯଦି ମାତା ଯଶୋଦା ଅନ୍ଧ ହେଲେ ବାଡ଼ି ହେଉଛନ୍ତି ଶ୍ରୀକୃଷ୍ଣ। ସେଥିପାଇଁ ପିଲେ ଏଠାରେ ଅନ୍ଧର ଲଉଡ଼ି ବୋଲି ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ବର୍ଣ୍ଣନା କରୁଛନ୍ତି। ତୃତୀୟ ପଦ ହେଉଛି ପିଲେ ମୋ ଜୀବନ ତୁହି ନୟନ ପ୍ରତିମା, ତତେ କି ପାଶୋରି ହେବ ମୋର ସୁଖ ସୀମା, ମୋ କଳା ମାଣିକରେ ମୋ କଳା ମାଣିକରେ। ଏହାର ଅର୍ଥ ହେଉଛି ତୁ ମୋ ଜୀବନର ପ୍ରାଣ ଏବଂ ଆଖିର ପିତୁଳା ସଦୃଶ, ତୋତେ ଭୁଲିବା ଅସମ୍ଭବ, କାରଣ ତୁ ମୋର ଚରମ ସୁଖ ବା ଶ୍ରେଷ୍ଠ ସୁଖ। ପିଲେ ଏହାର ଶବ୍ଦାର୍ଥ ହେଉଛି, ଗୋଟେ ମିନିଟ୍ ପିଲେ, ଏହାର କଠିନ ଶବ୍ଦ ହେଉଛି ନୟନ ପ୍ରତିମା। ନୟନ ପ୍ରତିମା ଅର୍ଥ କାଣା, ଆଖିର ପିତୁଳା। ପାଶୋରି ଅର୍ଥ କାଣା, ଭୁଲିଯିବା। ପିଲାମାନେ ଏଇଟା ଟିକେ ସ୍ପେଲିଂଟା ମିଷ୍ଟେକ୍ ହେଇଛି ପିଲେ, এটা একচুয়ালি জীবন ହେବ ହେଲା, ଜୀବନ, ମୋ ଜୀବନ। ପିଲେ আর ଟିକେ গভীর ভাবে বুঝমা যে শ্রীকৃষ্ণকে মাতা যশোদা কৌছন যে মো জীবন তুই, আমি কথারে কইসু এ তুই মোর জীবন, তুই মোর প্রাণ হেলা, তুই যদি চালিগলে মুই বଞ୍ଚি নি পারে কইসু আমি জীবনরে, যদি আমাকে যাকে আমি ভাল পাউথিমা তাকে আমি কইসু। ঠিক সেন্তা বলিয়া শ্রীকৃষ্ণকে মাতা যশোদা বহুত ভাল পাইছন, তো সেতিকাই সে অলঙ্কারিক ভাবে বর্ণনা করে কইছন্তি তুই মোর জীবন মোর জীবন, অর্থাৎ গোটে জীবর প্রাণ স্বরূপ
गोटे आत्मा स्वरूप बोली श्रीकृष्ण के कहीचन आर काଣା कहीचन आखिर पितुला आमे पिले आखिर मेन जिनिस है पितुला पितुला नहीं आम देखी पार्मा के दुनिया नहीं देखी पार तो से पिले जे आखिर पितुला स्वरूप श्रीकृष्ण के वर्णना कर माता यशोदा जे तुई ही मोर दुनिया तुई नहीं थे मुई दुनिया के देखी नहीं पारे आर कहन जे मोर सुख सीमा बोले काଣା मोर चरम सुख सीमा अर्थात तोर ठानु आर मोर खुशी नहीं ना तुई हूँ मोर खुशीर श्रेष्ठ सीमा अर्थात चरम सीमा तोर ठानु कर मुई आर केने भी एंता खुशी नहीं पाए तुई है मोर श्रेष्ठ खुशी बा श्रेष्ठ सुख चरम सुख अर्थात अर्थात सरल भाव में बुझमा जे श्रीकृष्ण छड़ा यशोदा अन्य के ठाने खुशी नहीं हुन बा से सुख नहीं पान श्रीकृष्ण होचन तांकर श्रेष्ठ सुख बा श्रेष्ठ चरम सुख तो पिला माने एबे पढ़मा चतुर्थ पद डरू थाऊ अंधार को रखी जाऊ गोरु जनक जननी सुख काहीं पाई सारु मोकला माणिक रे मोकला माणिक रे पिले यार सरल अर्थ होउची हे श्रीकृष्ण तू बणरू फेरिबा को डेरी करी आम परिवार आम परी पितामाता मनर सुख को कहीं शेष कर देउछु इले यार कठिन शब्द को आम टिके देखिबा जनक जननी अर्थ कौन पिता माता टिके बेले गोटे मिनिट आस पिले कठिन शब्द विषय जानिबा जनक जननी अर्थ कौन पिता माता सारू अर्थ शेष करिबा तो पिला माने आसंतु टिके आह टिके गभीर भाव में बुझमा जे श्रीकृष्ण जेते बल जंगल के जाइछन तो माता पिता मान रो सुख किए रे पिले माने निजर पिला माने हला निजर छुआ माने तो जेते बल श्रीकृष्ण के यशोदा कहउछन जे श्रीकृष्ण जेते बल डेरी करछन तो माँ यशोदा कहउछन रे हे श्रीकृष्ण तुई ही आमर सुख तुई ही आमर संपत्ति तुई आमर सब किछि आमे तोते नहीं करी सुख अनुभव करुछु खुशी अनुभव करुछु जे आमर पिला बोली तुई जदि डेरी करबू तुई जदि एंता आमके कंदाबू बोले आमे बंची नहीं पारू आमके कहाँ जे आमर पिता मातार सुख के तुई छोड़े नौछु आमर सुख हैला तुई आमर सुख हैला किए माता यशोदांकर सुख हैला श्रीकृष्ण तो सेतिर काज जेते बल जंगल के जैछन लेट करिछन पिले विलंब होइछे जे माता यशोदा ए भली भाव में कहउछन जे तुई तो मोर सुख तुई जो लेट कहाँ जी करछु एंता कहाँ जी कंदौछु आमे तोके पेई करी केते खुशी रे सुख रे अछु तुई जदि छाड़ी कर चली जीबू बोले आमे बहुत दुख आसबा हमके तो सेति काज आमर सुख के कहाँ जी छोड़छु बोली करी माता यशोदा कहउछन क्रुद्ध काले तुमोहर एक नंदन हृदताप विनाशने तुहरी चंदन मोकला माणिक रे मोकला माणिक रे ले यार अर्थ होउची वृद्ध बयस रे तुमर एकमात्र पुओ मनर दुख दूर करबा पई तू शीतल हरिचंदन परी पिले यार पिले हिन शब्दार्थ होउची पिले देखो जे हृदयताप अर्थ मनर कष्ट हरिचंदन अर्थ पवित्र शीतल चंदन पिले आसंतु यह नहीं आम टे सरल भाव में बुझा जे ये बुढ़ा बयस तुई है मोर गोटे मात्र पुओ आर तुई जेते बल मोर मन रे दुख आसबा सेते बल तुई शीतल चंदन परी मोर दुख के दूर करी शांत कर देसु बोली श्रीकृष्ण के माँ यशोदा कहउछन माने देखो आमे गोटे दुख बा ज्वलन आसले बा कष्ट आसले जेपरी शीतल चंदन के आमे लेपन कला परी आम शरीर रे ठंडा अनुभव हेसी बा आराम मिलसी बा दुख दूर हेसी तो श्रीकृष्ण भी से बोलिया ठीक से बोलिया यशोदा पाई थिले अर्थात जेते बेल मनर दुख आसले श्रीकृष्ण के देखी करी यशोदार दुख दूर हो जाता एवं शीतल चंदन परी ताके आराम मिलुला बोली कहछन तापर पिले आसीबा एबे षष्ठ पद गोटिका धाम सर नरुचैते
ନାଚି ଲାଞ୍ଚ ମାଗୁଥାଉ ଲବଣିକେ ମନ୍ତେ ମୋ କଳା ମାଣିକରେ ମୋ କଳା ମାଣିକରେ। ବୋଲେ ୟାର ଅର୍ଥ ହେଉଛି ତତେ ଘରେ ଥିବା ସୁଆଦିଆ ସର ବା ମିଠା ଭଲ ଲାଗୁନି, କିନ୍ତୁ ତୁ ନାଚ ଦେଖାଇ ଲହୁଣୀ ଖାଇବାକୁ କେମିତି ଜିଦ୍ କରୁଛୁ ବୋଲି ଏହାର ସରଳ ଅର୍ଥ। ଆଉ ଟିକେ ଗଭୀର ଭାବରେ ବୁଝିବା ପିଲେ ତା ପୂର୍ବରୁ କଠିନ ଶବ୍ଦ ଟିକେ ବିଚାର କରୁ ଯେ ନରୁଚୟ ଅର୍ଥ କ'ଣ? ଭଲ ଲାଗୁ ନାହିଁ। ନାଚି ଲାଞ୍ଚ ଅର୍ଥ ନାଚ ଦେଖାଇ ଉପହାର ମାଗିବା ବା ଲାଞ୍ଚ ନେବା ପିଲେ। ତ ଆଉ ଟିକେ ଆମେ ସରଳ ଭାବରେ ବୁଝମା ଯେ ପିଲେ ଘରେ ଯଶୋଦା, ଯେହେତୁ ଯଶୋଦାଙ୍କ ଘରେ ଗାଈ ଅଛେ ତ ପିଲେ ସେ କାଣା ନା ଗୋଟିକା ଅଧାମ ସର ନିଶ୍ଚୟ ଭାବରେ ବନାଉଥିବେ ପିଲେ, ତୁମେ ମାନେ ଖାଇଥିବ। କିନ୍ତୁ ଶ୍ରୀକୃଷ୍ଣଙ୍କ ପିଲେ ଗୋଟିକା ଅଧାମ ସର ତାକେ ପସନ୍ଦ ନେଇ ପିଲେ, ତ ସେଥିର କାଜି କାଣା କରୁଥିଲେ ନା ମା ଆଗେ ଟିକେ ନାଚି ଦେଉଥିଲେ আর ନାଚି କରି ତାର ବଦଳରେ କାଣା ନେଉଥିଲେ ଲହୁଣୀ ନେଉଥିଲେ ପିଲେ ହେଲା। ତ ଇସବୁ କଥାକେ ମନେ ପକାଇ କରି ଯଶୋଦା କାନ୍ଦୁଛନ୍ କେତେବେଳେ ପିଲେ ନା ଯେତେବେଳେ ବିଳମ୍ବ ହେଇଛେ ଶ୍ରୀକୃଷ୍ଣ ବଣରୁ ଫେରିବାଟା ବିଳମ୍ବ ହେଇଛେ, ତାଙ୍କର ଯେତେ ସବୁ ଘଟଣା ସବୁ ମନେ ପକାଇ କରି ଶ୍ରୀକୃଷ୍ଣ ଗୋଟେ ଜାଗାରେ ବସିକରି କାନ୍ଦୁଛନ୍ ମନେ ପକାଇ କରି ହେଲା। ଠିକ୍ ଅଛି ପିଲେ। ପଦ ପିଲେ ତୋଳି ମୁଁ ଥଇଲେ ଗୋଳି ହୋଇଯାଉ ତୁହି, ତୋ ଦୁର୍ବଳ ଦେଖି କାହିଁ ପଶିବହି ମୁହିଁ ମୋ କଳା ମାଣିକରେ ମୋ କଳା ମାଣିକରେ। ଏହାର ଅର୍ଥ ହେଉଛି ପିଲେ ମା ଯଶୋଦା ଶ୍ରୀକୃଷ୍ଣଙ୍କ ପ୍ରତି କୋମଳ ଶରୀର ବିଷୟରେ ବର୍ଣ୍ଣନା କରି କହୁଛନ୍ତି, ହେ କୃଷ୍ଣ, ମୁଁ ଯେତେବେଳେ ତୁମକୁ ଟେକି କରି ମୋ କୋଳରେ ଥଉଛି ବା ବସାଉଛି, ତୁମେ ମୋ କୋଳରେ ପୁରା ଗଲି ହୋଇ ଅର୍ଥାତ୍ ଲୋଟି ପଡ଼ି ଶୋଇଯାଉଛ। ତୁମର ଏହି ଅତି କୋମଳ ବା ଦୁର୍ବଳ ଦେହକୁ ଦେଖିଲେ ମୁଁ ମମତାର ଏତେ ବ୍ୟାକୁଳ ହୋଇଯାଉଛି ଯେ ତୁମକୁ ଛାଡ଼ି ମୁଁ କୁଆଡ଼େ ଯିବି ବା କେଉଁଠି ଆଶ୍ରୟ ନେବି ତାହା ମୁଁ ଜାଣିପାରୁନାହିଁ। ପିଲେ କଠିନ ଶବ୍ଦକୁ ଟିକେ ଆଲୋଚନା କରିବା। ତ ତୋଳି ଅର୍ଥ ଟେକି କରି ବା ଉଠାଇ କରି, ଥଇଲେ ଅର୍ଥ କୋଳରେ ବସାଇଲେ ବା ରଖିଲେ, ଗୋଲି ଅର୍ଥ ନରମ ହୋଇଯିବା ବା ମା କୋଳରେ ଶାନ୍ତ ହୋଇ ଲୋଟି ପଡ଼ିବା। ଡାକିନି ଲୋଭାନ୍ତି ବୋଲି ଡରୁଥାଉ ମନେ, ବାର ବାର ବାରୁଥାଇ ଯିବା ପାଇଁ ବନେ ମୋ କଳା ମାଣିକରେ ମୋ କଳା ମାଣିକରେ। ପିଲେ ଏହାର ଅର୍ଥ ହେଉଛି ଜଙ୍ଗଲରେ ଡାକିନୀ ମାନେ ଅଛନ୍ତି ବୋଲି ତୁ ମନେ ମନେ ଡରୁଛୁ, ସେଥିପାଇଁ ମୁଁ ତୋତେ ବାରମ୍ବାର ବଣକୁ ଯିବା ପାଇଁ ମନା କରୁଛି। ପିଲେ ଏହାର ସରଳ ଅର୍ଥ ଟିକେ ବୁଝିବା। ଡାକିନୀ ଅର୍ଥ ରାକ୍ଷାସୀ, ବାରୁଥାଇ ଅର୍ଥ ମନା କରିବା। ପିଲେ ଶ୍ରୀକୃଷ୍ଣ ଜଙ୍ଗଲନେ ଡାକିନୀ ବା ଭୂତ ପ୍ରେତ ମାନେ ଅଛନ୍ ବୋଲିକରି ମନେ ମନେ ଡରୁଛନ୍, ହେଲେ ତାର ମା ମନା କରୁଛନ୍ ନେଇଯାରେ ବାବୁ ବୋଲଛନ୍, କିନ୍ତୁ ଶ୍ରୀକୃଷ୍ଣ ସେ କଥାକେ ନେଇ ମାନିଲେ। ପିଲେ ତାପରେ ଯିବା ନବମ ପଦ। ନିଶାଚର ମାତିବାର ଶୁଭୁଛି ସ୍ମୃତି କି, ମୁଁ ଡାଙ୍କୁଣି ଛାଡ଼ିଦେଲି ବନକୁ କାହିଁକି ମୋ କଳା ମାଣିକରେ ମୋ କଳା ମାଣିକରେ। ପିଲେ ଏହାର ଅର୍ଥ ହେଉଛି ସନ୍ଧ୍ୟା ହୋଇଗଲାଣି ଏବଂ ଚାରିଆଡ଼େ ରାକ୍ଷସମାନଙ୍କ ଗର୍ଜନ ଶୁଭୁଛି। ଏହା ଜାଣି ମଧ୍ୟ ମାତା ଯଶୋଦା ନିଜର ପୁଅକୁ ବଣକେ ଛାଡ଼ି ଦେଇଛନ୍। ସେଥିର କାଜି ମା ନିଜକେ ନିଜ କହୁଛନ୍ ଯେ ମୁଁ ଡାଙ୍କୁଣି, ମୁଁ ଅଲକ୍ଷଣୀ, ମୁଁ ପଶୁ, ମୁଇଁ ହୀନ ଲୋକ, ଜାଣି ଜାଣି ମୋର୍ ପିଲାକେ ଜଙ୍ଗଲକେ ପଠଉଛେଁ। ମୁଇଁ ତ ଜାଣିଛେଁ ସବୁ ଭୂତ ପ୍ରେତ ମାନେ ଜଙ୍ଗଲରେ ଥିସନ୍, ନିଶାଚର ମାନେ ଥିସନ୍ ଜଙ୍ଗଲନେ, ତଥାପି ମୁଇଁ ଜାଣି ଜାଣି ମୋର୍ ପିଲାକେ ଛାଡ଼ି ଦେଇଛେଁ। ମୁଇଁ ଡାଙ୍କୁଣି, ମୁଇଁ ଅଲକ୍ଷଣୀ ବୋଲି ନିଜକେ ହୀନ ମନେ କରୁଛନ୍। ପିଲେ ତ ଆମେ କଠିନ ଶବ୍ଦ ଟିକେ ଜାଣବା ପିଲେ ଯେ ଡାଙ୍କୁଣି ଅର୍ଥ ମାୟାବିନୀ ରାକ୍ଷାସୀ, ସ୍ମୃତି କି ଅର୍ଥ କାନକୁ। ପିଲେ ଠିକ୍ ଅଛେ, ଆମେ ନେକ୍ସଟକୁ ଯିବା। ଦଶମ ପଦ। ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା,
ଶ୍ରମ ପାଇ ତରୁ ତଳେ ବସିଥିବୁ ପରା ମୋ କଳା ମାଣିକରେ ମୋ କଳା ମାଣିକରେ। ଏହାର ଅର୍ଥ ହେଉଛି ପ୍ରଖର ଝାଞ୍ଜି ଖରା ଲାଗି ତୋ ଶରୀରରୁ ଝାଳ ବହୁଥିବ ଏବଂ ତୁ ଥକି ଯାଇ ଗଛ ମୂଳରେ ବିଶ୍ରାମ ନେଉଥିବୁ। ହେଲେ ଏହାର ସରଳ ଅର୍ଥ ଟିକେ, ଏହାର କଠିନ ଶବ୍ଦ ଟିକେ ଜାଣିବା ଯେ ଅଙ୍ଗୁ ଅର୍ଥ ଶରୀରରୁ, ଝାଞ୍ଜି ଖରା ଅର୍ଥ ପ୍ରଖର ଖରା, ତରୁ ତଳି ଅର୍ଥାତ୍ ଗଛର ମୂଳରେ। ହେଲେ ଆର୍ ଟିକେ ସରଳ ଭାବରେ ବୁଝମା ଯେ ଘଟଣା କାଣା ହେଇଛେ ନା, ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା ଶ୍ରମ ପାଇ ତରୁ ତଳେ ବସିଥିବୁ ପରା। ମାନେ ଶ୍ରୀକୃଷ୍ଣକେ ଯେହେତୁ ବିଳମ୍ବ ହେଇଛେ, ଶ୍ରୀକୃଷ୍ଣ ଫେରିବାରେ ବିଳମ୍ବ କରିଛନ୍, ତ ମା ଯଶୋଦା ଭାବୁଛନ୍, କଳ୍ପନା କରୁଛନ୍ ଯେ ମୋର୍ ପିଲା କେନ୍ତା କରିଥିବା। ନିଶ୍ଚିତ ଭାବରେ ମୋର୍ ପିଲାକେ ବହୁତ ଖରା ହେଇଥିବା। ଇ ଯେନ୍ ଖରା କହୁଛେ ସେ ଖରାନେ ସହି ନି ପାରି କରି ମୋର୍ ପିଲା ଗୋଟେ ଗଛ ତଲେ ବସିଥିବା ବୋଲିକରି ବା ବିଶ୍ରାମ ନେଇଥିବା ବୋଲିକରି ମା ଯଶୋଦା ଭାବୁଛନ୍। ତାପରେ ନେକ୍ସଟକୁ ଯିବା। ନେଳୁ ନାହିଁ କାହିଁ ପାଇଁ ତୋ କଠାଉ ଛତା, ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା ମୋ କଳା ମାଣିକରେ ମୋ କଳା ମାଣିକରେ। ଏହାର ଅର୍ଥ ହେଉଛି ତୁ କାହିଁକି କଠାଉ ଛତା ନେଲୁ ନାହିଁ, ବଣରେ କଣ୍ଟା ଲାଗି ତୋ କୋମଳ ପାଦରେ କଷ୍ଟ ହେଉଥିବ ବୋଲି ମୁଁ ଚିନ୍ତିତ ବୋଲି ମା ଯଶୋଦା କହୁଛନ୍। ତ ଏହାର ପିଲେ ସରଳ ଅର୍ଥ, ଏହାର ପିଲେ କଠିନ ଶବ୍ଦ ଟିକେ ବୁଝିବା। କଠଉ ଅର୍ଥ କାଠର ଜୋତା, ମୃଦୁ ପାଦ ଅର୍ଥ କୋମଳ ପାଦ। ହେଲେ ଆର୍ ଟିକେ ସରଳ ଭାବରେ ଏଇଟା ବୁଝମା ଯେ ତୁଇ କଠାଉ ଛତା କାଁଜି ଧରିକରି ନେଇ କଲୁ, ଏବେ ତୋତେ ବଣରେ କଣ୍ଟା ଲାଗି ତୋ କୋମଳ ପାଦରେ କଷ୍ଟ ହେଉଥିବ ବୋଲି ମା ଯଶୋଦା ଚିନ୍ତା କରୁଛନ୍। ତ ମା ଯଶୋଦା କହୁଛନ୍ ଯେ ଆର୍ ଟିକେ ମନେ ପକାଉଛନ୍ ଯେ ଆରେ ପୁଅ ତୁଇ ଜଙ୍ଗଲକେ ଗଲୁ ତୁଇ ପାଦରେ କଠଉ ପିନ୍ଧିଥିତୁ, ଛତା ଧରିକରି ଯାଇଥିତୁ ବୋଲେ ତୁଇ ଛତା ଧରିଥିଲେ ଖରାରୁ ରକ୍ଷା ପାଇଥିତୁ, ଯଦି କଠଉ ନେଇଥିତୁ ବୋଲେ ପାଦ କଣ୍ଟା ଫୁଟବାର ରକ୍ଷା ପାଇଥିତୁ। କିନ୍ତୁ ତୁଇ କଠଉ ନେଇ ଛତା ନେଇ, ଏବେ ତୋତେ ଜଙ୍ଗଲରେ ବହୁତ କଟା ଅଛି, ସେ କଟା ଫୁଟିଥିବା ଆର୍ ତୋର ଯେନ୍ କୋମଳ ପାଦରେ କଷ୍ଟ ହେଉଥିବା ବୋଲି ମା ଚିନ୍ତା କରୁଛନ୍ତି। ତାପରେ ଆସିଲା ପିଲେ, ତାପରେ ଆସିଲା 12 ନମ୍ବର ପଦ। କାନ ଡେରି ଥାଇ ଏକା ତୋ ବେଣୁ ଗୀତକୁ, ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ ମୋ କଳା ମାଣିକରେ ମୋ କଳା ମାଣିକରେ। ଏହାର ଅର୍ଥ ହେଉଛି ମୁଁ ତ ବଂଶୀ ସ୍ୱର ଶୁଣିବାକୁ ଅପେକ୍ଷା କରିଛି, କିନ୍ତୁ ଆଜି କାହିଁକି ତା ଶୁଭୁ ନାହିଁ ବୋଲି ମୋ ମନରେ ଚିନ୍ତା ହେଉଛି ରେ ପୁଅ ବୋଲି କହିଛନ୍। ପିଲେ ଏହାର କଠିନ ଶବ୍ଦ ଟିକେ ଜାଣିବା। ବେଣୁ ଗୀତ ଅର୍ଥ କ'ଣ? ବଂଶୀ ସ୍ୱର। କିମ୍ପା ଅର୍ଥ କ'ଣ? କାହିଁକି। ପିଲେ ଆର୍ ଟିକେ ସରଳ ଭାବରେ ଆମେ ବୁଝମା ଯେ ତ ମା ଯଶୋଦା କାଣା କହିଛନ୍, ଯେହେତୁ ବିଳମ୍ବ ହେଇଛେ ପିଲେ ସେଥିର୍ କାଜି ମା ଯଶୋଦା ଗୋଟେ ସାଙ୍ଗେ ବସିକରି ଇ ସବୁ କଥା ମାନେ ଭାବୁଛନ୍ ଯେ ପ୍ରତିଦିନ ମୁଇଁ ତୋର ବେଣୁସ୍ୱରକେ ଶୁଣସି ଯେ ମୋର୍ ପିଲା ଆସିଲା 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 ବୋଲି ଜାଣସି, କିନ୍ତୁ ଆଜି କାଁଜି ସେ ବେଣୁସ୍ୱର ନେଇ ବାଜବାର୍। ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ସେ ବେଣୁସ୍ୱର ବାଜସି ଆର୍ ମୁଁ ଜାଣସି ଯେ ଆରେ ମୋର୍ ପିଲା ଗାଈ ଚରିକରି ଆସିଲା ଆସିଲା ବୋଲିକରି ଖୁସି ହେସି। କିନ୍ତୁ ଆଜି ଏତ୍କି ଟାଇମ୍ ହେଇଗଲାନେ କାଁ ସେ ଆଜି ଏତେ ବିଳମ୍ବ ହେଇଗଲାନେ କାଁଜି ସେ ବେଣୁସ୍ୱର ନେଇ ବାଜବାର୍, ମୋର୍ ପିଲା କାଣା ହଉଛେ, କେନ୍ତା ଅଛେ, କାଣା କରୁଛେ ବୋଲି ମା ଯଶୋଦା ପିଲେ ବହୁତ ମନେ ପକାଉଛନ୍ ଆର୍ କାନ୍ଦୁଛନ୍। ଠିକ୍ ଅଛି ପିଲେ, ଯଦି ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ ସେୟାର କରିବେ। ରହୁଛି, ଧନ୍ୟବାଦ।